ମଠରେ ଆମର ବାରମ୍ବାର ପଣା ହେଲାଣି। ଆଜି ନୂଆ ନୁହଁ ବାରମ୍ବାର ପଣା। ଏ ବେଲେ ବୋଧେ ଆଣିଥିଲେ ଆପଣ କୋଉଠୁ? ଆମ ବେଲେ ତ ଇଏ ନୁହଁ। ଆଚ୍ଛା ଆଚ୍ଛା ହଉ। ଆମର ଯଦି ତାଲିକା କରାଯିବ କାହାର କହିଲୁ? ତାଲିକା ମାନେ କ'ଣ? ଚିଠା ବୁଝ, ଚିଠା ଚିଠା କରାଯିବ ବୁଝ, ଚିଠା କରାଯିବ। ଅବଲୋକ ମାନେ କ'ଣ? ଅବଲୋକରା ପିଲା। ଅବଲୋକରା ମାନେ ଜାଣିଛୁ? ଅବଲୋକରା ମାନେ କ'ଣ କହ ଏ କଥା କହୁଛି। ତେଣୁ ତୁ ପାଠ ପଢ଼ିବା ସହିତ କିଛି କିଛି କାମ ଘରର କିଛି କାମ ରେକର୍ଡିଂ ଚାଲିଛି। ଆଚ୍ଛା କଲୁ ତୁ ଚାଲୁ ଯୋଉ ଇଏ କଲୁ ଏ ଯୋଉ ହ୍ୟାଣ୍ଡ ୱାସ୍ ନା ନା ସେଟା ଆମର ପଣା ଚଳେଇଛନ୍ତି ସମସ୍ତେ। ଏଇ ଗିଲାସରେ ଚଳେଇଛନ୍ତି ଚା ଗ୍ଲାସରେ। ଅମୃତ ହୁଣ୍ଡା ହୁଣ୍ଡା ଖାଉଛି ଅମୃତ। ଏତିକ 18 ପଟ ରୁଟି 3 କରିଥିଲି କ୍ଷୀରି ଆଉ 5 କରୁଥିଲି ଡାଲମା। ଏତିକ ଖାଇଦେବ ତମେ। ଆମର ଯଦି ତାଲିକା କରାଯିବ କାହାର କହିଲୁ? ତାଲିକା ମାନେ କ'ଣ? ଚିଠା ବୁଝ, ଚିଠା କରାଯିବ। ଅବଲୋକରା ପିଲା। ଅବଲୋକରା ମାନେ ଜାଣିଛୁ? ଅବଲୋକରା ମାନେ କ'ଣ କହ କହୁନୁ ବୋଲା। ଅବଲୋକରା ମାନେ କ'ଣ କହୁନୁ? ତା ମାନେ କ'ଣ ଅବଲୋକରାର? ଅବଲୋକରା ମାନେ କ'ଣ କହ? ଯିଏ ବୋଲ ନ ମାନନ୍ତି, କଥା କହିଲେ ଶୁଣନ୍ତିନି। ତାଲିକା କରାଗଲେ ତୁ କେତେ ନମ୍ବରରେ ରହିବୁ କହ? ଆଡ଼େ କହୁନୁ, ଆଡ଼େ କହୁନୁ କାହିଁ? ଯେ କଥା କହିଲେ ବାବୁ ଟିକେ ପାଣି ଆଇଲୁ ଆଣି ଦଉ, ପାଣି ଟଙ୍କା ଦଉ। ତୋତେ କ'ଣ କହ? ପାଟି କରିବୁନି। ମୁଁ ଚୁମୁଟିବୁ ଯେଉଁ ପାଟି ନ କରିବୁ ସେ ଚୁମୁଟିବି ତତେ। କହ ମୋତେ କହ ଆଗେ ତୁ କଥା ମାନୁ ବୋଲ ମାନୁ ମୋତେ କହ ଆଗେ। କହ ଆଗେ ଆଗେ କହ ଆଗେ କହ ତୁ ବୋଲ ମାନୁ କି? କହ କହ ଆଗେ କହ ଆଗେ କଥା କହିଲେ ମାନୁ ଟିକେ ସାଙ୍ଗେ ସାଙ୍ଗେ ତୋର ଠେଲି ଦେବୁ। ମାମା ଅଜାକୁ ପାଣି ଦେ, ମାମା ଅଜାକୁ ପାଣି ଦେ କଥା କହୁ। ହଁ ନା ନାଇଁ ମୋତେ କହ? କଥା କହୁନୁ କାହିଁକି ବା? ଆଜି ମୌନ ବ୍ରତ ଆଜି ତୋର ଏକାଦଶୀ। ହଉ ଆଜି ଯିବା ମଠକୁ ଖାଇବାକୁ। ଆଜି ମହୋତ୍ସବ। ଆଉ ବୁବୁ କହିଲେ ବୋଲ ମାନୁଛି। ଇଏ ଟୋକା ତ ଛାଡ଼େ, ଇଏ ଆମ ପାର୍ଥ କଥା ଛାଡ଼େ। ତା ପରିବାର ତା ବାପା ଯାଉଛି ସକାଳୁ କାମ କରିବା, ଭୋରୁ ଆସୁଛି, ଏଣ୍ଟାର କାମ ସିଏ ବୁଝି ଦେଉଛି। କହିବି ମାର୍କେଟିଂ କରିବା, ଏସବୁ କଥା କରିବା, ସବୁ କାମ ବୁଝି ଦେଉଛି। ହଁ ତୁ ନୋ ଡାଉଟ୍ ତୁ ପାଠ ଭଲ ପଢ଼ୁଛୁ। ପାଠ ଭଲ ପଢ଼ିଲେ ବି କାମ କିଛି ଘରର କରିବା କଥା ନା ନାହିଁ? ହଁ ନା ନାହିଁ? ନାଇଁ ନାଇଁ ଛାଡ଼, ପାଠ ଭଲ ପାଠ ସହିତ କାମ କିଛି କରନ୍ତି ନା କରନ୍ତିନି? ମନା କରୁନୁ। ନା ନା ମୋତେ କାହିଁ ମୋତେ ଖରାପ ଲାଗିବ। ନା ବିରୁଦ୍ଧରେ କ'ଣ କହୁଛି? ମୁଁ ବିରୁଦ୍ଧରେ କ'ଣ କହୁଛି? ତୋ ଭଳିଆ କ୍ରିକେଟ ଖେଳିପାରିବନି। ଆଚ୍ଛା ଆଉ କ'ଣ ତୋ ଭଳିଆ କରିପାରିବନି? ବ୍ୟାଡ଼ମିଣ୍ଟନ ଖେଳିପାରିବନି। ଆଉ ଚେସ୍ ମୁଁ ଜାଣିଛି ସେ ଖେଳିକିନା କରେ। ପାଠ ତୁ ଟିକେ ପାଠ ପଢ଼ୁଛୁ ଭଲ, ଡାଉଟଲେସ୍ ପାଠ ଭଲ ପଢ଼ୁଛୁ। ଘର କାମ ଟିକେ କରିବୁ। ଆଚ୍ଛା ରହ, ଘର କାମ କରିବୁନୁ? ଆଚ୍ଛା ତୋ ବାପା ଏକୁଟିଆ ଯାଉଛନ୍ତି ବାହାରକୁ, ତୋ ମାମା ଏକୁଟିଆ ଘରେ ରହିବ, ତୋତେ କହିଲେ ଟିକେ ଦୋକାନ ବଜାର କରିବୁନୁ? ଏ ସଉଦାଟା ନେଇ ଆସିବୁ କି ମାଛଟା ନେଇ ଆସିବୁ, ଚିକେନ୍ ଟିକେ ନେଇ ଆସିବୁ, ମାଛ ଟିକେ ନେଇ ଆସିବୁ, ସେ କାମ କରିବୁନୁ? ଆଚ୍ଛା କେତେ ବର୍ଷ ପର୍ଯ୍ୟନ୍ତ କରିବୁନୁ ଏମିତି? କେତେ ବର୍ଷ ପର୍ଯ୍ୟନ୍ତ? ତତେ ଖାଇବାକୁ କିଏ ଦେବ? ମୁଁ ଖଟୁଥିବି ବୁଢ଼ା ହେଲା ପର୍ଯ୍ୟନ୍ତ, ତତେ ଆଣିକିରି ଖାଲି ଦେବି ବୁଢ଼ା ହେଲା ପର୍ଯ୍ୟନ୍ତ। ଆଉ ଟିକେ ବଡ଼ ହେଇଗଲେ ଗାଡ଼ି ଚଲେଇବୁ, ସ୍କୁଟି ଚଲେଇବୁ, ଟିକେ ଯାଇ ମାର୍କେଟିଂ କରିଦେବୁ, ଛୋଟିଆ ମୋଟିଆ ମାର୍କେଟିଂ କରିଦେବୁ। କେନ୍ଦ୍ରାପଡ଼ାରେ ଆମେ ରହିଲେ, କେନ୍ଦ୍ରାପଡ଼ାରେ ରହିଲେ ସ୍କୁଟିଟା ଟିକେ ଚଲେଇ ଶିଖିବୁ, ଯାଇ ମାର୍କେଟିଂ କରିଦେବୁ। ପାଖରେ ଆମର ମାର୍କେଟ ସବୁ ଅଛି, ତିନିମଣି ଯାଇ ଟିକେ ପରିବା ନେଇ ଆସିବୁ, ମାଛ ନେଇ ଆସିବୁ, ଚିକେନ୍ ଟିକେ ନେଇ ଆସିବୁ। ଆଉ କ'ଣ ପାର୍ଥ କହିବ କରିବ, ତୁ ଖାଇବୁ। ପାର୍ଥ କାହିଁ ତୋ ପାଇଁ କରିବ? ଆରେ ତୁ କରିବୁ ତୋ ପାଇଁ କରିବୁ। ତାରିଫ ନୁହଁ, ମୁଁ ସେ ନା ସେ ପିଲାଟା ସବୁ କାମ କରିପାରେ, ମୁଁ ଏ କଥା କହୁଛି, ତାରିଫ କରୁନି।
ସେ ପିଲାଟା ସବୁ କାମ କରିପାରେ ମୁଁ ଏଇ କଥା କହୁଛି। ତେଣୁ ତୁ ପାଠ ପଢ଼ିବା ସହିତ କିଛି କିଛି କାମ ଘରର କିଛି କାମ ରେକର୍ଡିଂ ଚାଲିଛି। ଆଚ୍ଛା ଗଲୁ ତୁ ଚାଲୁ ଯୋଉ ଗଲୁ ଯୋଉ ହ୍ୟାଣ୍ଡ ୱାଶ ନା ନା ଶୁଣୁ ଗର୍ବି ତୋ ମୁଣ୍ଡ ଗରମ ହେଇଯାଉଛି। ଆଚ୍ଛା ଯୋଉ ହ୍ୟାଣ୍ଡ ୱାଶ ପୁରେଇ ଦେଲୁ ଏଥିରେ ଯା ମୁଁ ରଖିରି ଆଣି ପୁରେଇ ଦେ ଯା ହ୍ୟାଣ୍ଡ ୱାଶ ସରିଯାଇ ସବୁ। ଆଉ କ'ଣ କରିବି ଏଇଠି ବସିବୁ ଛାଡ଼ ଅକର୍ମା ପିଲାଟା ତୁ ଅକର୍ମା ପିଲା ତୁ ଗୋଟା ଅକର୍ମା ଶିଳା ଇଏ କହିଦେଲେ ଖସିଯିବୁ। କାମ କରିବାକୁ ପଡ଼ିବ ବୁଝିଲୁ। କାମ ନ କଲେ ଖାଇବା ବନ୍ଦ ମନେ ରଖ। କାମ ନ କଲେ ଖାଇବା ବନ୍ଦ। ଆଳୁ ଭର୍ତ୍ତା ଭାତ କାଲିକି ଦିଆହବ ତ। ହୋଟେଲରେ କାମ କରି ଖାଇବୁ। ଆରେ ହୋଟେଲରେ କାମ କରି ଖାଇବୁ ଘରେ କାମ କଲେ କ'ଣ କଷ୍ଟ ହେଉଛି? ଆଚ୍ଛା ହୋଟେଲରେ କି କାମ କରିବୁ କହିଲୁ? ପତ୍ର ଉଠେଇବୁ ନା ନା ହୋଟେଲରେ କି କାମ କରିବୁ? ସେ କହିବୁ ପତ୍ର ଉଠିବାକୁ ଥାଳି ବାଜିବାକୁ ବାଜିବୁ। ହଉ ଯା ତୁ ଆଜି ଯା କେନ୍ଦ୍ରାପଡ଼ା ଯା ହୋଟେଲରେ ରହିବୁ ଯା ଆଜି ନା କଲପନାରେ ରହିବୁ ହୋଟେଲରେ ବୁଝିଥିଲି। ଚାଲ ମୋ ସାଙ୍ଗେ ଚାଲ ଛାଡ଼ି ଦେଇ ଆସିବି। ବାସନ ମାଜିବୁ ତାଙ୍କର ବୁଝିଲୁ। କଡ଼େଇ ଫଡ଼େଇ ମାଜିବୁ ବାସନ ମାଜିବୁ ଖାଇବାକୁ ଦେବେ ଖାଇବୁ ଆଉ କ'ଣ। ଯା ଘରେ ଯଦି କାମ ନ କରିବୁ ଯିବୁ କି ମୋ ସାଙ୍ଗରେ? ହଁ ବାହାରେ ପିନ୍ଧି ଚାଲ କଲପନା ଛାଡ଼ି ଦେଇ ଆସିବି। ବଜରଙ୍ଗୀ ହୋଟେଲରେ ରହିବୁ ବଜରଙ୍ଗୀ ହୋଟେଲ। ହଁ ଥାଳି ଫାଳି ଧୋଇବୁ ଆଉ ସିଙ୍ଗଡ଼ା ଫିଙ୍ଗଡ଼ା ଖାଇବୁନି ତାଙ୍କ ଏଇଠୁ ହାତ ଯିବା। ମାନେ ହୋଟେଲରେ ରହି କାମ କରିବୁ କିନ୍ତୁ ଘରେ କାମ କରିବୁନି। ଏ ଭଗବାନ ନାଇଁ କାରଣ କ'ଣ କହ? ହୋଟେଲରେ କ'ଣ କାମ ଘରେ କାମ ନୁହଁ ଆରେ ବା ସଲିଡି ହେଇଛି ଆଉ ଟିକେ ହେଇ ପଣା ପଣା ବେଲ ପଣା ଛେନା ନଡ଼ିଆ ପଡ଼ିଛି ନଡ଼ିଆ ପଡ଼ିନି ବୋଧେ ଦୁର୍ମୂଲ୍ୟ ନଡ଼ିଆ ପଡ଼ିବନି। ମଠରେ ଆମର ପଣା ଚଳେଇଛନ୍ତି ସମସ୍ତେ ହେଇ ଗିଲାସରେ ଚଳେଇଛନ୍ତି ଚା ଗ୍ଲାସରେ ଅମୃତ ହୁଣ୍ଡା ହୁଣ୍ଡା ଖାଉଛି ଅମୃତ। ହଉ ହଉ ଆଉ ବୁଢ଼ା ବାବୁ କ'ଣ ଦେଲନି? ଆମ ବା ଯାହା ହଉ ବା ଆମର ମଠକୁ ଆସିଲା ଦିନରୁ ଗଲା ଏ ଜିନିଷ ହେଉଛି ପଣା ହେଉଛି ବିଭିନ୍ନ ପ୍ରକାର ଫଳ ମଠର ଯେଉଁ ଫଳ ଟିକେ ଆମେ ଖାଉଛୁ ଭୋଗ କରୁଛନ୍ତି ଆମକୁ ଦେଉଛନ୍ତି ବେଲ ମଠର ଆମ୍ବ ମଠର ଅମୃତଭଣ୍ଡା ଏତିକ ଚାଲିଛି ବା ଆସିବା ପରେ ନହେଲେ ସେଗୁଡ଼ା ଆମ ସ୍ୱପ୍ନ ଆକ୍ଚୁଆଲି ଆମେ ଦେଖୁନଥିଲୁ କହୁଛୁ ସେ ଗଛରେ ସିଆଡ଼େ ଯାଉଥିଲା ଚଢ଼େଇ ମଡ଼େଇ ଖାଇଯାଏ ପଚିଯାଏ କାମ ସରିଲା ଆଉ ଯଦି କିଏ ପାଇଲା ନେଇଗଲା ମଠକୁ ଆସିକିରି ଭୋଗ ହେବା ଆଙ୍କ ପାଖରେ ଟିକେ ପ୍ରସାଦ ପଡ଼ିବା ଏ କଥା ହେଇପାରୁନଥିଲା। ଆପଣ ଆସିବା ପରେ ଏତିକି ହେଉଛି ବାରମ୍ବାର ପଣା କେତେ ପଣା 8-10 ଥର ପଣା ହେଲାଣି ହେଲା। ଆଉ କେମିତି ଲାଗୁଛି ଆପଣଙ୍କର ସ୍ୱାଦିଷ୍ଟ ଆଜି? ଚୋଖା ଗୁଡ଼ ପଡ଼ିଛି ଭାଇ ମୁଁ ତ ଅଗୁଡ଼ିଆ ଟିକେ ପିଇଦେଲି ଆଉ ବିନା ଗୁଡ଼ରେ ଆଉ। ହଉ ଏ ଦାଦା ଆସ କାହିଁ ଆଜି ଭଲ ଜିନିଷଟା ହେଇଛି ପିଇବନି। ହଁ ବଢ଼ିଆ ଜିନିଷ ହେଇଛି। ଆଉ ହୁଣ୍ଡା କ'ଣ କହ କେଇ ଗ୍ଲାସ୍ ନେଲୁଣୁ? 2 ଗ୍ଲାସ୍ ଦଉ ଏ ଦେ ବୁଢ଼ା ବୁକ୍ ଦିଅ ଏଇ ଦାଦାଙ୍କୁ ଦିଅ। ଗୌରାଙ୍ଗ କାହିଁ ନାହିଁ କାହିଁ ଆଜି ଆସିନି? ହଁ ଆଜି ଭଲ ଲାଗିଲା। ନନା କେମିତି ଲାଗୁଛି? ଭଲ ଛେନା ପଡ଼ିଛି। ହଉ ଛେନା ପଡ଼ିଛି ଭଲ ଲାଗୁଛି। ହଁ ନଡ଼ିଆ ପଡ଼ିଥିଲା ଆଉ ଟିକେ ଭଲ ଲାଗିଥାନ୍ତା। ଆମେ ବି ଘରେ ଆମର ଏ ବର୍ଷ 3 ଥର ଖାଇଛୁ ପଣା କରିକିରି। ମାନେ ଖାଇବୁ ମାନେ କଂସାଏ ମୁଁ ଖାଇବି କଂସାଏ ରାତିରେ ଆଉ କିଛି ଖାଇବିନି। ମୋ ଝିଅ ନାଚିକିରି ଖାଇବେ ସେ 2 ଜଣ ଯେତିକି ଖାଇବେ ମୁଁ ଏକୁଟିଆ ଆଜି ଖାଇବି ରାତିରେ ଆଉ ଖାଇବିନି। 3 ଥର ଗଲୁଣୁ ବହେ କାଠୁଆ ଆମର ଚାମଚରେ ଖାଇବୁ ତାକୁ ପିଇବା କଥା ନୁହଁ ଚାମଚରେ। ଅପେକ୍ଷା କର ଟିକେ
ଏଇ ବେଲ ପୋଡ଼ା ହେଇଛି, ବେଲ କଦଳୀ ଛେନା ଗୁଡ଼ କ୍ଷୀର ଇତ୍ୟାଦିରେ ପଣା ଆଜି ହେଇଛି। ଯାହା ହଉ ଠାକୁରଙ୍କୁ ଦର୍ଶନ କରନ୍ତୁ, ଗୌରାଙ୍ଗ ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କର ଠାକୁରଙ୍କ ପାଖରେ ବେଲ ପଣା ବାରମ୍ବାର ପଣା ହେଲାଣି, ବାରମ୍ବାର ପଣା ହେଲାଣି ମଠରେ ଆମର ବାରମ୍ବାର ପଣା ହେଲାଣି। ଆଜି ନୂଆ ନୁହଁ, ବାରମ୍ବାର ପଣା ବାଙ୍କ ଲାଗି ଆମେ ଟିକେ ପଣା ଫଣା ଖାଉଛୁ। ଆମ ବାଙ୍କ ଲାଗି ଆମେ ଟିକେ ପଣା ଫଣା ପାଉଛୁ। ମଠ ବାଲା ଟିକେ ପଣା ଖାଉଛନ୍ତି, ବାଙ୍କ ଲାଗି ବା ଆସିବା ପରେ ଏ କାର୍ଯ୍ୟକ୍ରମ ଜାରି ରହିଛି। ସେ ଯୋଗାଡ଼ କରି କେଉଁଠୁ ନେଇଯାଉଛନ୍ତି। ବେଲ ଗଛ ଅଛି, ଏ ବେଲ ବୋଧେ ବା ଆଣିଥିଲେ ଆପଣ କେଉଁଠୁ? ଆମ ବେଲ ତ ଇଏ ନୁହଁ। ଆଚ୍ଛା ଆଚ୍ଛା, ହଉ ଯାହା ଆଉ ତମର ବୟସ କେତେ ହେଲାଣି ନା? ମୋର 60 ବର୍ଷ, ଆମ ପାଖାପାଖି। ଆଉ ଆମେ ତ ଆମ ତମ ଉପରକୁ ଗଲୁଣୁ। ଆଚ୍ଛା, କେତେ ପଟ ରୁଟି ଖାଇବ ଏବେ? ମୁଁ 18 ପଟ ରୁଟି ଖାଇବି। 18 ପଟ ଖାଇବ? ଖାଲି ରୁଟି ନା ତା ସାଙ୍ଗେ ତରକାରୀ ଡାଲି ତରକାରୀ? 5 କରିଥିଲେ 18 ପଟ ରୁଟି ଖାଇଦେବ ଏକାଥରେ ଭାଇ। ଏତିକ 18 ପଟ ରୁଟି, 3 କରିଥିଲି କ୍ଷୀରି, ଆଉ 5 କରୁଥିଲି ଡାଲମା। ଏତିକ ଖାଇଦେବ ତମେ? ଫଟା ଯାହା ଦେବ ଖାଇଦେବି। ଆଚ୍ଛା, ଏଇ ରାତି ଖାଦ୍ୟ ନା ଦିନ ଖାଦ୍ୟଟା? ଏତିକି ଖାଇ ହଜମ କରି ହେଉଛି? କିଲୋ ଆମ ବୁଢ଼ାକୁ କହିଲାଣି କିଲୋ। ମଧୁଦାସଙ୍କର ମଉଛୁକା କାଲି କନ୍ତିଆ ମଠରେ ମହୋତ୍ସବ। ଯିବ ତ ସେଠିକି ଆଉ ନା ନାଇଁ? କୋଉଠି ଖାଉଛ? ମଠରେ? ହଉ ହଉ ହଉ, ଯା ମଠକୁ ତ କାଲି ରାତିରେ ବି ଅଛି। ଆମେ ଦିନରେ ମୁଁ ଏଠୁ ଯିବି, ଦିନରେ ଯିବି, ରାତିରେ ବି ଯିବି। ହଉ ହଉ।